ସୁପ୍ରଭାତ ପିଲାମାନେ। ହଁ, ସୁପ୍ରଭାତ। ପିଲାମାନେ, ଆଜି ଆମେ ଆମ ଓଡ଼ିଶାର କଲା କୀର୍ତ୍ତି ଗୌରବ ସମ୍ପର୍କିତ ଗୋଟେ କବିତା ବିଷୟରେ ପଢ଼ିବା। ତ ପିଲାମାନେ, ଆମ ଓଡ଼ିଶାର କେତେଜଣ ମହାପୁରୁଷଙ୍କ ବିଷୟରେ କହିପାରିବ? ମହାପୁରୁଷଙ୍କର ନାମ କହିପାରିବ? ତମେ କହିଲ ବାବୁ। ହଁ, ଆମର ଓଡ଼ିଶାର ଜଣେ ମହାପୁରୁଷ ହେଉଛନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ। ତମେ ଝିଅ କହିଲ ଆଉ ଜଣେ ମହାପୁରୁଷଙ୍କର ନାମ। ହଁ, ସେ ହେଉଛନ୍ତି ବକ୍ସି ଜଗବନ୍ଧୁ। ହଁ, ବକ୍ସି ଜଗବନ୍ଧୁ ଆଉ କ'ଣ ଥିଲେ? ସେ ଗୋଟେ ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ଥିଲେ। ଆଚ୍ଛା, ଆମ ଓଡ଼ିଶାର କେତୋଟି କଲା କୀର୍ତ୍ତି ବିଷୟରେ କହିପାରିବ? କିଏ କିଏ କହିପାରିବ? ତମେ କହିଲ ଝିଅ। ହଁ, ଖଣ୍ଡଗିରି। ଠିକ୍ ଅଛି। ତମେ କହିଲ ବାବୁ। ଉଦୟଗିରି। ଆଉ କିଏ କହିପାରିବ? ମୁଁ କହିଦେଉଛି। କୋଣାର୍କ ମନ୍ଦିର। କୋଣାର୍କ ମନ୍ଦିରକୁ କିଏ କିଏ ଦେଖିଛ? ହାତ ଟେକିଲ। ହଁ, ତମେ ଯାଇଥିଲ ନା? ଠିକ୍ ଅଛି। ତ ଆଜି ଏଇ ଓଡ଼ିଶାର କଲା କୀର୍ତ୍ତି ଗୌରବ ସମ୍ପର୍କିତ ଗୋଟିଏ କବିତା ବିଷୟରେ ଆମେମାନେ ଅଧ୍ୟୟନ କରିବା। ଆଜି ଆମେ ଆଲୋଚନା କରିବା ସପ୍ତମ ଶ୍ରେଣୀ ସାହିତ୍ୟ ବହିର ଏକ ସୁନ୍ଦର କବିତା। କବିତାଟିରେ ଲୁଚି ରହିଛି ଆମର ଓଡ଼ିଶାର ପୁରୁଣା ଗର୍ବ ଗୌରବ ବିଷୟରେ। ତମେ ତ ଜାଣିଛ, ଆମ ଓଡ଼ିଶାରେ ଏମିତି ଅନେକ ସ୍ଥାନ ରହିଛି ଯୋଉଟା ଆଜି ଆମେ ଦେଖି ଗର୍ବ ଅନୁଭବ କରୁ। ଠିକ୍ ସେହିପରି ଆମର ପୂର୍ବପୁରୁଷମାନଙ୍କର ଗାଥା ଆଜି ମଧ୍ୟ ଆମକୁ ଆଗକୁ ବଢ଼ିବା ପାଇଁ ସାହସ ଦେଇଥାଏ। ସେହି କବିତାଟିରେ ଆମେ ଜାଣିବା କେମିତି ଥିଲା ଆମର ପୂର୍ବ ଗୌରବ ଓ ପୂର୍ବ ଗାଥା। ଏହି କବିତାଟି ପଢ଼ି ସାରିଲା ପରେ ତୁମେମାନେ କ'ଣ ଜାଣିବ? ତୁମେମାନେ ଏହି କବିତାର ପୃଷ୍ଠଭୂମିକୁ କହିପାରିବ ଏବଂ କବିତାଟିକୁ ରସାନୁସାରଣୀ ଆବୃତ୍ତି କରିପାରିବ। ପିଲେ, ଏହି କବିତାଟିର କବି ହେଉଛନ୍ତି କୁନ୍ତଳା କୁମାରୀ ସାବତ। କବି କୁନ୍ତଳା କୁମାରୀ ସାବତ ଏକାଧାରରେ ଜଣେ ଲେଖକ ଏବଂ ଚିକିତ୍ସା କ୍ଷେତ୍ରରେ ମଧ୍ୟ ତାଙ୍କର ଅନେକ ସୁନାମ। ତାଙ୍କର ଲେଖନୀରୁ ଉପନ୍ୟାସ ଭାବରେ ବାହାରି ଆସିଛି ନଅତୁଣ୍ଡି, କାଳୀବୋହୂ, ପରଶମଣି। କବିତା ଗ୍ରନ୍ଥ ମଧ୍ୟରେ ଅଞ୍ଜଳି, ଅର୍ଚ୍ଚନା, ସ୍ଫୁଲିଙ୍ଗ ପରି ଅନେକ କାଳଜୟୀ କବିତା। ତାଙ୍କର ଏହି କଳାକୃତି ପାଇଁ ତାଙ୍କୁ ଉତ୍କଳ ଭାରତୀ ଆଖ୍ୟା ମଧ୍ୟ ଦିଆଯାଇଅଛି। ପିଲେ, କବିତାର ପୃଷ୍ଠଭୂମି ହେଉଛି ମା ନିଜର ପୁଅକୁ ଆମ ଓଡ଼ିଆ ଜାତିର ଗତ ଗୌରବ ଏବଂ ଗତ ଇତିହାସ ବିଷୟରେ ଅବଗତ କରୁଛନ୍ତି। ଯେଉଁ ଇତିହାସ ରହିଛି ଗୌରବାନ୍ୱିତ ଇତିହାସ, ଯାହାକୁ ନେଇ ଆଜି ମଧ୍ୟ ଓଡ଼ିଆ ଜାତି ଗର୍ବ ଅନୁଭବ କରେ। ସେହି ଓଡ଼ିଆ ଜାତିର ଟେକ ରଖିଥିବା ଆମର ମହାପୁରୁଷ ଏବଂ କୀର୍ତ୍ତିଗୁଡ଼ିକୁ ଦେଖି ନିଜର ସନ୍ତାନ କେଉଁଭଳି ଭାବରେ ଭବିଷ୍ୟତରେ ଏକ ସୁଯୋଗ୍ୟ ସନ୍ତାନ ହେଇପାରିବ, ସେହି ବିଷୟରେ ଏହି ଜାଗାରେ ମା ପରାମର୍ଶ ନିଜ ଛୁଆକୁ ଦେଉଛନ୍ତି। ପିଲେ, ଆମେ କବିତାଟିକୁ ମୁଁ ଆବୃତ୍ତି କରୁଛି। ପ୍ରଥମେ ତମେ ଧ୍ୟାନର ସହିତ ଶୁଣିବ, ତାପରେ ଆମେ ବୁଝିବାକୁ ଚେଷ୍ଟା କରିବା। ଶୁଣିବ ପିଲେ ଧ୍ୟାନର ସହିତ। ଆଜି ବାପ ତତେ କହିବି କଥାଟି, ଶୁଣିବୁ ତୁ ଦେଇ ମନ। ତୁ ଶୁଣିବୁ ତୁ ଦେଇ ମନ। କାହାକୁ ମୋର ତୁ କାହା କୁଳମଣି,
ଜାଣିଛୁ କି ଗଣ୍ଠି ଧନ, ଜାଣିଛୁ କି ଗଣ୍ଠି ଧନ, ନିରିମଳ ତୁହି ସରଗ ତରାଟି, ସରଗର ଝରା ଫୁଲ, ସରଗର ଝରା ଫୁଲ, ହସ ଭାସ ତୋର କୌତୁକ ବାବୁ, କି ମଧୁର କି ଡାଉଳ, କି ମଧୁର କି ଡାଉଳ। ପିଲେମାନେ, ମୁଁ ପୁଣି ଥରେ ତମମାନଙ୍କ ପାଇଁ ଆବୃତ୍ତି କରୁଛି, ଧ୍ୟାନର ସହିତ ଶୁଣିବ। ଆଜି ବାପ ତତେ କହିବି କଥାଟି, ଶୁଣିବୁ ତୁ ଦେଇ ମନ, ଶୁଣିବୁ ତୁ ଦେଇ ମନ। କାହାକୁ ମୋର ତୁ କାହା କୁଳମଣି, ଜାଣିଛୁ କି ଗଣ୍ଠି ଧନ, ଜାଣିଛୁ କି ଗଣ୍ଠି ଧନ, ନିରିମଳ ତୁହି ସରଗ ତରାଟି, ସରଗର ଝରା ଫୁଲ, ସରଗର ଝରା ଫୁଲ, ହସ ଭାସ ତୋର କୌତୁକ ବାବୁ, କି ମଧୁର କି ଡଉଳ, କି ମଧୁର କି ଡଉଳ। ଶୁଣିଲ ପିଲେ? ଏବେ ଦେଖ, ଏହି ଜାଗାରେ ତୁମମାନଙ୍କ ପାଇଁ ମୁଁ କିଛି ପ୍ରଶ୍ନ ନେଇକି ଆସିଛି। ଏହି ଜିନିଷଟିକୁ ତମେ ଉତ୍ତର ଦେବାକୁ ଚେଷ୍ଟା କରିବ। ପ୍ରଥମ ଧାଡ଼ିରେ ଦେଖ, ଏଇ ଜାଗାରେ ଗୋଟେ କବିତାର ପ୍ରଥମ ଲେଖା ହେଇଛି। ପ୍ରଥମ ଧାଡ଼ି କଣ ଲେଖା ହେଲା? ଆଜି ବାପ ତତେ କହିବି କଥାଟି। ତା ପରବର୍ତ୍ତୀ ଧାଡ଼ି ଏଇ ଜାଗାରେ ଲେଖାଯାଇ ନାହିଁ। ଏହି ଧାଡ଼ିକୁ ତମେ ଏବଂ ମୁଁ ମିଶିକି ପୂରଣ କରିବା। ଠିକ ଅଛି ନା? କହିଲ, ଏଇ ପ୍ରଥମ ଧାଡ଼ି ପରେ ପରବର୍ତ୍ତୀ ଧାଡ଼ି କଣ ଆସିବ? ବହୁତ ସୁନ୍ଦର ମା। ହଁ, ଶୁଣିବୁ ତୁ ମନ ଦେଇ। ବହୁତ ବଢିଆ। ଆଜି ବାପ ତତେ କହିବି କଥାଟି, ଶୁଣିବୁ ତୁ ଦେଇ ମନ। ବହୁତ ବଢିଆ। ଆଚ୍ଛା, ତାପରେ କଣ ଅଛି ପିଲେ? ଆଉ ଗୋଟେ ଡେସ୍କ ପୂରଣ ଅଛି। ସେଇ ଜାଗାରେ କଣ ଆସିବ? ଶୂନ୍ୟ ସ୍ଥାନ ଜାଗାରେ ଆମେ ଲେଖିବା, କଣ କହିଲ? ବାବା ତମେ କୁହ। ହଁ ବାପା, ବହୁତ ବଢିଆ। କାହାକୁ ମୋର ତୁ। ବହୁତ ସୁନ୍ଦର। ଏ ଜାଗାରେ ଆସିବ, କାହାକୁ ମୋର ତୁ, କାହା କୁଳମଣି, ଜାଣିଛୁ କି ଗଣ୍ଠି ଧନ। ତାପରେ କଣ ଅଛି? ନିରିମଳ ତୁହି। ତାପରେ କଣ ଆସିବ ମା, ତମେ କହିଲ? ବହୁତ ସୁନ୍ଦର ମା, ବହୁତ ବଢିଆ। ସରଗ ତରାଟି ଆସିବ। କଣ ଆସିବ? ନିରିମଳ ତୁହି, ସରଗ ତରାଟି, ସରଗର ଝରା ଫୁଲ। ତାପରେ ଅଛି କଣ? ହସ ଭାସ ତୋର। କଣ ଅଛି? ହସ ଭାସ ତୋର, କୌତୁକ ବାବୁ, କି ମଧୁର କି ଡଉଳ। ହଁ ନା ପିଲେ? ହଁ। ଏଇ ଜାଗାରେ ଦେଖ, କବିତା କଣ କହିଛନ୍ତି? ନିଜର ଶିଶୁଟିକୁ ମା ବୁଝଉଛନ୍ତି। ତୁ କାହାର ଗଣ୍ଠି ଧନ, କାହାର କୁଳମଣି ଜାଣିଛୁ କି? କୁଳମଣି ମାନେ କଣ? ନା ଦେଖ, କୁଳମଣି ମାନେ ହଉଛି ପିଲେ ଗୋଟିଏ ପରିବାରର ବା ଗୋଟିଏ କୁଳର ଯିଏ ଶ୍ରେଷ୍ଠ ଛୁଆ ହେଇଥାଏ ବା ସୁନ୍ଦର ଛୁଆ ହେଇଥାଏ, ତାହାକୁ ଆମେ ମଣି ଆକାରରେ ତୁଳନା କରୁଛୁ ଏଇ ଜାଗାରେ। ବୁଝିପାରୁଛ ନା? ଆଉ ଗଣ୍ଠି ଧନ ମାନେ କଣ? ଯୋଉଟାକୁ ଆମେ ବହୁତ ଭଲ ପାଉ, ନିଜ ପାଖରେ ସଦା ସର୍ବଦା ରଖିଥାଉ, ସେଇଟାକୁ ଆମେ ଗଣ୍ଠି ଧନ ବୋଲି କହିଥାଉ। ଠିକ ଅଛି ନା? ତ ଏଇ ଜାଗାରେ ମା ନିଜ ଶିଶୁକୁ କହୁଛନ୍ତି, ତୁ କାହାର କୁଳମଣି ଆଉ ଗଣ୍ଠି ଧନ ତୁ ନିଜେ ଜାଣିଛୁ କି? ତାପରେ କହୁଛନ୍ତି, ନିରିମଳ ତୁହି ସରଗ ତରାଟି, ସରଗର ଝରା ଫୁଲ, ହସ ଭାସ ତୋର କୌତୁକ ବାବୁ, କି ମଧୁର କି ଡଉଲ। ନିଜର ଶିଶୁକୁ ସେ କହୁଛନ୍ତି, ତୁ ଆକାଶର ବା ସରଗର ଝରା ଫୁଲଟିଏ, ବହୁତ ଅମୂଲ୍ୟ ମୋ ପାଇଁ। ତୋର ହସ, ତୋର ଭାଷା, ତୁ ଯେମିତି ଖେଲୁଛୁ, ତାହା ମୁଁ ଦେଖିକି ବହୁତ ସୁନ୍ଦର ଲାଗୁଛି ମତେ। ଏହିପରି ଭାବରେ ନିଜର ଶିଶୁକୁ ବର୍ଣ୍ଣନା କରୁଛନ୍ତି ମା। ହେଲେ ଏଇ ଜାଗାରେ ଗୋଟେ ପ୍ରଶ୍ନ ଆସିଲା ତମ ପାଇଁ। କହିଲ,
ଏଇ ଜାଗାରେ କବି କାହାକୁ ଗଣ୍ଠି ଧନ ବୋଲି ସମ୍ବୋଧନ କରିଛନ୍ତି? ବହୁତ ସୁନ୍ଦର। ଏହି ଜାଗାରେ କବି କବିତାରେ ଥିବା ଶିଶୁଟିକୁ ଗଣ୍ଠି ଧନ ବୋଲି ସମ୍ବୋଧନ କରିଛନ୍ତି। କେବଳ ଶିଶୁ ତ ନୁହଁ, ଆମ ଓଡ଼ିଶାରେ ଯେତେ ଛୁଆ ଅଛନ୍ତି ସମସ୍ତଙ୍କୁ ଏଇ ଜାଗାରେ ଗଣ୍ଠି ଧନ ବୋଲି ସମ୍ବୋଧନ କରୁଛନ୍ତି। ବୁଝିପାରିଲ? ସରଗର ଝରା ଫୁଲ କିଏ କାହାକୁ କହିଛନ୍ତି? କହିଲ ମା, ତମେ କହିଲ ଏଇ ପ୍ରଶ୍ନର ଉତ୍ତର କଣ ହବ? ସରଗର ଝରା ଫୁଲ ବୋଲି ଓଡ଼ିଶାର ଶିଶୁମାନଙ୍କୁ ଏଇ ଜାଗାରେ କୁହାଯାଇଛି। ଆଉ ମା କହୁଛନ୍ତି ଏଇ ଜାଗାରେ ନିଜର ଶିଶୁକୁ। ଆମେ ଦୁଇଟି ଉଦ୍ଦେଶ୍ୟରେ ବୁଝିବା। ଗଣ୍ଠି ଧନକୁ ବ୍ୟବହାର କରି ଗୋଟେ ବାକ୍ୟ ଗଠନ କର ପିଲେ। ବାବା ରାହୁଲ, ତମେ ଗୋଟେ ବାକ୍ୟ ଗଠନ କରିଲ ଗଣ୍ଠି ଧନକୁ ବ୍ୟବହାର କରି। ହଁ, ମା ଯଶୋଦା ଶ୍ରୀକୃଷ୍ଣଙ୍କୁ ନିଜର ଗଣ୍ଠି ଧନ ବୋଲି କହୁଥିଲେ। ବହୁତ ସୁନ୍ଦର ପିଲେ, ବହୁତ ସୁନ୍ଦର। ଆଜିର ଭିଡିଓରେ ଆମେ ଦେଖିଲେ ପ୍ରଥମ 8ଟି ଧାଡିରେ କଣ ରହିଛି ଏଇ କବିତାଟିରେ। ପୁଣି ଆଉ ଏକ ଭିଡିଓରେ ଦେଖା ହବ। ସେତେ ସମୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଧନ୍ୟବାଦ।